ଜଣେ ଆଉ ଜଣଙ୍କୁ ଯେତେବେଳେ ଯୌନ ଉତ୍ପୀଡ଼ନ ଦେଉଛି ସେ ଦୁଇ ପ୍ରକାର ହେଇପାରେ। ଗୋଟେ ହେଉଛି ଅନ୍ୟ ଜଣଙ୍କୁ କଷ୍ଟ ଦେଇକି ତାକୁ ଗୋଟେ ଆନନ୍ଦ ମିଳୁଛି, ମଜା ଲାଗୁଛି, ଖୁସି ଲାଗୁଛି, ଯେଉଁଟାକି ଅଧିକାଂଶ ଟାଇମରେ ଆମେ ଦେଖିଛୁ ଜଣଙ୍କର ଏମିତି ଥାଇପାରେ। ଆଉ କିଛି ଜଣ ଯୌନ ଉତ୍ପୀଡ଼ନ କେତେବେଳେ ଦିଅନ୍ତି ନା ଯାଇଥିବେ ଚୋରି କରିବାକୁ କି ପଇସା ଆଣିବାକୁ, ସେଠି ହଠାତ୍ କଲେ କି ଗୋଟେ ସାଙ୍ଗ ଭିତରେ ଅଛନ୍ତି ସେମାନେ ଯଦି ଏପରି ବ୍ୟବହାର କଲେ, ଆମେ ଜାଣିବା କେମିତି ନା ଗୋଟେ ଜଣକୁ ନିଶା ଦେଇକିନା ସେ ପ୍ଲାନିଂ କରନ୍ତି ଯେ ମୁଁ ତାକୁ କଷ୍ଟ ଦେବି, କଷ୍ଟ ଦେଇକି ସେ ଆନନ୍ଦଟା ପାଇବ। ସେଥିପାଇଁ କେତେଟା ଡେଟ୍ ଟ୍ରାପ୍ ଡ୍ରଗ୍ସ ଅଛି, ତାକୁ ଡେଟ୍ ଟ୍ରାପ୍ ଡ୍ରଗ୍ସ ଦେଇକିନା ତାକୁ ଯୌନ ଉତ୍ପୀଡ଼ନ ଦେବେ। 16 ବର୍ଷର ଗୋଟେ କମ୍ ପିଲାକୁ ଏଭଳି କଷ୍ଟ ଦେବେ। ୟାକୁ ଗୋଟେ ଆମେ ସାଡିଷ୍ଟିକ୍ ପର୍ସନାଲିଟି ବୋଲି କୁହାଯାଏ, କାରଣ ଅନ୍ୟକୁ କଷ୍ଟ ଦେଲେ ନିଜର ଡିଜାୟାର ବା ଇଚ୍ଛା ତାକୁ ପୂରଣ ହେବ ଏବଂ ତାଙ୍କୁ ଆନନ୍ଦ ମିଳିବ। ଏଇଟା ଯାହାକୁ ଦେଖାହେଇଛି, ଯେଉଁମାନେ ପିଲାଦିନୁ ଦେଖିଥିବେ ତା ପରିବାର ଅନ୍ୟ ସମାଜରେ ଜଣେ ଆଉ ଜଣଙ୍କୁ କଷ୍ଟ ଦେଇକିନା ଆନନ୍ଦ ପାଉଛି ତାକୁ ବେଶୀ ଦେଖିଥିବେ। ଆଉ ଦେଖିଲା ପରେ ସେମାନେ ପିଲାବେଳୁ ଛୋଟ ଛୋଟ ଜୀବଜନ୍ତୁ ଆଗ ବାଡ଼େଇଥିବେ, କୁକୁରଟେ ବିଲେଇଟେ ହଉ ବାଡ଼େଇକି ସେମାନେ ମଜା ପାଉଥିବେ। କିନ୍ତୁ ଆଉ କିଛି ଜଣ ପିଲା କୁକୁର ବିଲେଇକି ରଖି ଆନନ୍ଦ ପାଆନ୍ତି, କିଛି ଜଣ ଢେଲା ପକାଉଥିବେ, ସେଇଥିରୁ ମଜା ପାଉଥିବେ। ଯେତେବେଳେ ବଡ଼ ହେବେ ଅନ୍ୟମାନଙ୍କୁ ଫଲୋ କରିବେ ଏବଂ ନିଜର ଏଇଟା ଗୋଟେ ହିରୋ ବିହେଭିୟର ଭାବନ୍ତି, ସେମାନେ ଅନ୍ୟମାନଙ୍କୁ ଦେଖିବାକୁ ଚାହାନ୍ତି। କାହିଁକି ନା ସେଥିରୁ ତାଙ୍କୁ ଆନନ୍ଦ ମିଳେ। ଜଣେ ଯଦି ଏଇଭଳି ଜଘନ୍ୟ କାର୍ଯ୍ୟକ୍ରମ କରୁଛି ତାହେଲେ ନିଶ୍ଚିତ ଭାବେ ତାକୁ ଗୋଟେ ମଣିଷ ବୋଲି ଗଣାଯିବନି, ଇଏ ଗୋଟେ ପଶୁ। ପଶୁଟେ କିଭଳି ବ୍ୟବହାର କରିବ, କାରଣ ଆମେ ସାଇନ୍ସ ବା ବିଜ୍ଞାନ ଅନୁସାରେ ଯିବା, ଜଣେ ପଶୁରୁ ହିଁ ଧୀରେ ଧୀରେ ମଣିଷ ପାଲଟିଛି। କିନ୍ତୁ ମଣିଷଟେ ନର୍ମାଲ ସମାଜ ଭିତରେ କିପରି ବ୍ୟବହାର କରିବା କଥା ସେମାନଙ୍କର ସେଇ ଜିନିଷଟା ନଥାଏ। ଜାଣିକି ବି ଅଜଣା ଥାନ୍ତି ଯେ କ'ଣ କରିବେ, କେଉଁ ଜାଗାରେ ବ୍ୟବହାର କରିବେ। ପର୍ଟିକୁଲାରଲି ଏଇ ଜାଗାରେ ଦେଖାଯିବ ସେ 3-4 ଜଣଙ୍କୁ ବାହା ହେଇଥିଲେ ବୋଲି କୁହାଯାଉଛି, ଶାରୀରିକ ସମ୍ପର୍କ ରଖି ସେଥିରୁ ଆନନ୍ଦ ପାଉଥିଲେ, ଅନ୍ୟ ସାଙ୍ଗମାନଙ୍କୁ ମଧ୍ୟ ସେଠିକି ନେଇକି ସେଠୁ ଅନ୍ୟକୁ ଯନ୍ତ୍ରଣା ଦେଇ ଆନନ୍ଦ ପାଉଥିଲେ। ଏଇଟା ଗୋଟେ ପଶୁ ପ୍ରକୃତିର ମାନବିକତା, ମାନସିକତା।